Hi ପିଲାମାନେ, this is Ramakant and welcome back to RK Tutorial। ପିଲାମାନେ, ଆଜି ଗୋଟେ ଆମେ ନୂଆ ସିରିଜ ଷ୍ଟାର୍ଟ କରିବାକୁ ଯାଉଛେ ଇଂଲିଶ ଗ୍ରାମାର ସେକ୍ସନ ର। ଓକେ ପିଲାମାନେ, ଇଂଲିଶ ଗ୍ରାମାର ସେକ୍ସନ ଟା ନୂଆ ଷ୍ଟାର୍ଟ କରିବାକୁ ଯାଉଛେ, ଯୋଉଥିରେ ଆମେ 6000 ପ୍ଲସ୍ MCQ ପ୍ରାକ୍ଟିସ କରିବା। ଏବଂ ପିଲାମାନେ, ଏ କ୍ଲାସ ର ବହୁତ ଡିମାଣ୍ଡ ଥିଲା, ମତେ ବହୁତ କମେଣ୍ଟ ଆସିଥିଲା କି ସାର୍ ଆମେ ଅଲରେଡି ଜିଓଗ୍ରାଫି, ହିଷ୍ଟ୍ରି କିମ୍ବା ଓଡ଼ିଆ ଗ୍ରାମାର କ୍ଲାସ ଗୁଡେ କରିଦେଲୁଣି। ଆମର ଇଂଲିଶ ଗ୍ରାମାର ପିଲାମାନେ କହୁଥିଲେ କି ଡାଉଟ୍ ଅଛି, ତ ମୁଁ ସେଥିପାଇଁ ପିଲାମାନେ କିଛି ବେସିକ କ୍ଲାसेस ମଧ୍ୟ ତମକୁ ସେମାନଙ୍କୁ ପ୍ରୋଭାଇଡ କରିସାରିଛି। ଏବଂ ଏ ସିରିଜରେ ପିଲାମାନେ ଓନ୍ଲି ଆମେ MCQ ପ୍ରାକ୍ଟିସ କରିବା। 6000 ପ୍ଲସ୍ MCQ ତମମାନଙ୍କ ସ୍କ୍ରିନରେ ଅଛି, ଚାହିଁଲେ ମଧ୍ୟ ମୁଁ ତମମାନଙ୍କୁ ଦେଖେଇ ଦଉଛି, ଟିକେ ୱେଟ୍ କର। ଦେଖ ପିଲାମାନେ, ଗୋଟେ ଗୋଟେ ସିରିଜରେ ତମମାନଙ୍କୁ ଟେଷ୍ଟ 1 ଦେଖୁଛ, ମାନେ 150-200 ଲେଖା କ୍ୱେଶ୍ଚିନ୍ ଅଛି। ଗୁଡେ କ୍ୱେଶ୍ଚିନ୍ ପିଲାମାନେ ତମମାନଙ୍କ ସ୍କ୍ରିନରେ ରଖା ଯାଇଛି। ସବୁ ଆମେ ପ୍ରାକ୍ଟିସ କରିବା। ଓକେ, ବ୍ୟସ୍ତ ହବାର ନାହିଁ। ଏସବୁ ପିଲାମାନେ ତମ ପାଇଁ ଓନ୍ଲି ପ୍ରାକ୍ଟିସ କ୍ୱେଶ୍ଚିନ୍ ନେଇକି କିନ୍ତୁ ସମୟ ନଷ୍ଟ କରିବାନି। ଏବଂ ଯୋଉମାନେ ବେସିକ କ୍ଲାସ ପାଇଁ ଟିକେ ଗୁରୁତ୍ୱ ଦଉଛନ୍ତି କି ସାର୍ ଆପଣ ବେସିକ କ୍ଲାସ ଗୁলো ଆମକୁ କରେଇ ଦିଅନ୍ତୁ, ଦେଖ ମୁଁ ତମମାନଙ୍କୁ କହୁଛି ବେସିକ ଗୁলো ମୁଁ ତମମାନଙ୍କୁ କରେଇଦେବି, ଟିକେ ମତେ ସମୟ ଦିଅ ଏବଂ ତା ସହିତ ପିଲାମାନେ ପ୍ରାକ୍ଟିସ କ୍ୱେଶ୍ଚିନ୍ ମଧ୍ୟ ମୋତେ ଗୁରୁତ୍ୱ ଦିଅ। ଚାଲନ୍ତୁ ଷ୍ଟାର୍ଟ କରିବା। ପିଲାମାନେ, ଏ ସିରିଜରେ ଆମେ କିଛି ମାନେ ଇଜି କ୍ୱେଶ୍ଚିନ୍ ଦେଖିବା। ଇଜି କହିଲେ ପିଲାମାନେ ଅତି ଯୋଉମାନେ ତମେ 7th କିମ୍ବା 8th କ୍ଲାସରେ ଯୋଉ ପ୍ରାକ୍ଟିସ କ୍ୱେଶ୍ଚିନ୍ ସବୁ କରିଥିଲ ବା କହିପାରିବା, ଯୋଉ ଷ୍ଟ୍ରକ୍ଚର ସବୁ ଜାଣିଥିଲ, ସେ ସବୁ କ୍ୱେଶ୍ଚିନ୍ ଆମେ କହିପାରିବା। ଆମେ ଏଥିରେ ବର୍ତ୍ତମାନ ଟିକେ ଡିସ୍କସନ କରିବା। ଓକେ, କାହିଁକିନା ଯେହେତୁ ବେସିକ ଟୁ କ୍ଲାସ ହଉଛି, ବହୁତ ପିଲା କହିଲେ ସାର୍ ଆପଣ ପୁରା ବେସିକ ଟୁ କରନ୍ତୁ, ଆମେ ଟ୍ରାଏ କରିବୁ। ଦେଖ ପିଲାମାନେ, ଆମେ ଏ କ୍ଲାସରେ ଡିସ୍କସନ କରିବା এই ଯୋଉ କ୍ୱେଶ୍ଚିନ୍ ତମେ ଦେଖୁଛ ଭର୍ବ ଟୁ ବି ଫର୍ମର ଯୋଉ ଭର୍ବ ରହିବ ଆମର ଇଜ, am କିମ୍ବା are। ପିଲାମାନେ ଦେଖ ଏ ତମମାନେ ହସିବନି, ମାନେ ଏଇଟା ତମମାନଙ୍କର ବେସିକ କ୍ଲାସ 1 ଷ୍ଟାର୍ଟ ହଉଛି। ଯେତେ ଭିତରକୁ ଯିବ କ୍ଲାସ କରି କରିକା ପ୍ରାକ୍ଟିସ କରି କରିକା ଯିବ, ତମମାନଙ୍କ କ୍ୱେଶ୍ଚିନ୍ ସେଟା ଟପ୍ ହେଇକା ଯିବ। ଓକେ, ଆମ ବିଚାର ପିଲାମାନେ ତଥାପି ତମମାନଙ୍କୁ କ୍ୱେଶ୍ଚିନ୍ 100% ଠିକ ହେବ ବୋଲି ତମମାନେ ଗ୍ୟାରେଣ୍ଟି ଦେଇପାରିବ ନାହିଁ। ଓକେ, କ୍ୱେଶ୍ଚିନ୍ ସେଭଳି ଭାବରେ ଅଛି। ଚାଲନ୍ତୁ ଆମେ ପ୍ରାକ୍ଟିସ କରିବା। ଦେଖ ପ୍ରଥମେ ତମମାନଙ୍କୁ ଗୋଟେ ସର୍ଟ ଫର୍ମ କହି ରଖୁଛି ଓରାଲି ଖାଲି, ଯେ am ର ବ୍ୟବହାର ଓନ୍ଲି ପିଲାମାନେ ଆମେ ବ୍ୟବହାର କରିବା ନଟ୍ ପାଖରେ, ସରି ଆଇ ପାଖରେ। ତେଣିକି ସେ ନେଗେଟିଭ ସେନ୍ସ ହଉ କିମ୍ବା ଆଫର୍ମେଟିଭ ହଉ କିମ୍ବା ଆମେ କହିପାରିବା ଇଣ୍ଟରୋଗେଟିଭ ହଉ, ଏଇ ପାଖରେ ପିଲାମାନେ ଆମର ବ୍ୟବହାର ଅଲଗା କୌଣସି ହେଇପାରିବ ନାହିଁ। କ୍ଲିୟର ବୁଝିପାରିଲ? ତାପରେ ଯଦି ପିଲାମାନଙ୍କୁ କହିବା ଯେ ଆମେ ଇଜ ର ବ୍ୟବହାର କୋଉଠି କରିବା, ଟିକେ ଧ୍ୟାନପୂର୍ବକ ପିଲାମାନେ ମନେ ରଖ। ଇଜ ଆମର ବ୍ୟବହାର ହବ ଓନ୍ଲି ସିଙ୍ଗୁଲାର ଫର୍ମ, ବା କହିପାରିବା ଯେମିତି କି ଭାବି ନିଅ, ମୁଁ କହିଲି ଆମେ ପ୍ରଥମେ ବ୍ୟବହାର କରି ଇଜ କି ହି ପାଖରେ, ତାପରେ ବ୍ୟବହାର କରିବା ପିଲାମାନେ ଆମେ ସି ପାଖରେ, ତାପରେ ପିଲାମାନେ ବ୍ୟବହାର କରିବା ଆମେ ସିଙ୍ଗୁଲାର ନାଉନ୍। ଆଚ୍ଛା, ନାଉନ୍ ପ୍ରୋନାଉନ୍ କଣ, ଏହାର ଗୋଟେ ସମ୍ପୂର୍ଣ୍ଣ ମୁଁ ସେପାରେଟ ଭିଡିଓ ଲେକ୍ଚର ପ୍ରୋଭାଇଡ କରିସାରିଛି। ତାପରେ ପିଲାମାନେ ବ୍ୟବହାର କରିବା ଆମେ ଇଟ୍, ମୁଁ କହିନି ଇଟ୍ ଇଜ ଏ ବୟ, ଇଟ୍ ଇଜ ଏ ଗାର୍ଲ, ଏମିତି ଆମେ କହିପାରିବା। ତାପରେ ଆମେ ବ୍ୟବହାର କରିବା ପିଲାମାନେ ଆଉ ଗୋଟେ ଆମର ଲାଷ୍ଟ ହଉଛି ଦିସ୍ କିମ୍ବା ଦ୍ୟାଟ୍, ଦିସ୍ କିମ୍ବା ଦ୍ୟାଟ୍। ଓକେ, ବ୍ୟବହାର କରିବା। ତାପରେ ପିଲାମାନେ ଯଦି ଆମେ କହିବା ଆମ୍ ଇଜ ସରିଗଲା, ବର୍ତ୍ତମାନ ବ୍ୟବହାର କରିବା ଆର୍। ଆମେ କୋଉଠି ପିଲାମାନେ ବ୍ୟବହାର କରିବା, ଗୋଟେ ଆର୍ ଆମେ ପିଲାମାନେ କହିପାରିବା ବ୍ୟବହାର କରିବା ଖାଲି ଓରାଲ ତମମାନଙ୍କୁ କହିଉଛି, ୟୁ ପାଖରେ ବ୍ୟବହାର କରିବା। ଆଉ ଗୋଟେ ପିଲାମାନେ ବ୍ୟବହାର କରିବା ଉଇ ପାଖରେ। ଆଉ ଗୋଟେ ହଉଛି ପ୍ଲୁରାଲ ନାଉନ୍ ଆମର ବ୍ୟବହାର କରିପାରିବା। ଗୋଟେ ପିଲାମାନେ ଆମେ କହିପାରିବା ଦିସ୍ କିମ୍ବା ଦୋଜ ବ୍ୟବହାର କରିବା। ଅଦରୱାଇଜ ପିଲାମାନେ ବ୍ୟବହାର କରିବା ଆମେ ଦେ ପାଖରେ। Okay? ଏମିତି ପିଲାମାନେ ଗୋଟେ ଗୋଟେ ତମମାନଙ୍କୁ ସେଣ୍ଟେନ୍ସ କରିଦେଇଥିଲେ ହେଇଥାନ୍ତା, କିନ୍ତୁ ତମର ଷ୍ଟ୍ରକ୍ଚରିଂ କେବଳ ମନେ ରଖ, ସେଣ୍ଟେନ୍ସ ତମମାନେ ପ୍ରାକ୍ଟିସ କ୍ୱେଶ୍ଚିନ୍ ଅଲରେଡି ଦେଖିଥିବ। ନହେଲେ ତମମାନେ ବହୁତ ଇଜି ଚାପ୍ଟର, ତାହେଲେ ତମେ କ୍ୱେଶ୍ଚିନ୍ ଆନ୍ସର ପ୍ରାକ୍ଟିସ ଗୁରୁତ୍ୱ ଦେବେ। ମାନେ କ୍ୱେଶ୍ଚିନ୍ ନମ୍ବର 1 ଆମକୁ କଣ ପଚାରୁଛି, ଟିକେ ଧ୍ୟାନପୂର୍ବକ କ୍ୱେଶ୍ଚିନ୍ ଆନ୍ସରକୁ ଗୁରୁତ୍ୱ ଦିଅ। ଦେଖ क्वेश्चन नंबर 1 ପିଲାମାନେ ଆମକୁ ପଚାରିଛି ଯେ ଏଇଟା ଗୋଟେ ଡାଇଲଗ ଟାଇପର ଅଛି, ଯେମିତି ଆମେ ଗୋଟେ ଗୋଟେ ପିଲା ଡାକିଲା ହେ ହୋ, ଏମିତି ଆମେ ୟୁଜ କରିଥାଏ, ସମ୍ବୋଧନ କରି କହିଥାଏ। ଯେମିତି ଏଇଟା ଅଛି କଣ, ଏ ହ୍ୟାଲୋ ହ୍ୱାଟ ଡ୍ୟାଶ ୟୋର ନେମ୍। ପିଲାମାନେ ମତେ କହିଲେ କଣ ହବ ଏଠି, ଆମେ ଏଠି କହିପାରିବା ଏ ହ୍ୟାଲୋ ହ୍ୱାଟ ଇଜ ୟୋର ନେମ୍, ଠିକ ହବ କି, ହେଇପାରେ। କହିପାରିବା ହ୍ୱାଟ ଆର୍ ୟୋର ନେମ୍, ପିଲାମାନେ ଏଟା ହବନି, ଠିକ ଲାଗୁନି, କାହିଁକିନା ଆର୍ ଆମେ କେବେ ବି ୟୋର ପାଖରେ ବ୍ୟବହାର କରିପାରିବାନି। ୟୋର ଯୋଉଠି ଆମେ ଗୋଟେ ନାଉନ୍ କୁ ରେକମେଣ୍ଡ କରୁଛେ। ଓକେ, ତ ହ୍ୱାଟ ଆମ୍ ୟୋର ନେମ୍, ପିଲାମାନେ ଆମ୍ ଓନ୍ଲି ଆଇ ପାଖରେ ବ୍ୟବହାର ହୁଏ।
ଆମେ କହିପାରିବା କି ବି କଲେ ପିଲାମାନେ ସେ ଇଜ୍ ଆମ୍ ଆର୍ ଭିତରୁ ଗୋଟିଏ ହିଁ ବ୍ୟବହାର କରିବାକୁ ଆମେ ବା ଇଜ୍ ଆମର ଫର୍ମ। ତ ଆମେ କହିପାରିବା ଏ ହ୍ୟାଲୋ ହ୍ୱାଟ ଇଜ୍ ୟୋର ନେମ୍, ପିଲାମାନେ ଆନ୍ସର ହଉଛି ଏ, ହେଲା ରାଇଟ୍ ଆନ୍ସର। ଯିବା ଦେଖିବା ପିଲାମାନେ ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର କ୍ଲିକ୍ ନ କଲେ ପିଲାମାନେ ବୁଝିବାକୁ ତମକୁ ଟିକେ ଅସୁବିଧା ହବ। क्वेश्चन नंबर 2 देखो पिलाମାନେ କଣ ଅଛି, ଡ୍ୟାଶ ନେମ୍ ଇଜ ଜନ୍ ଆଣ୍ଡ ମାଇ ଡ୍ୟାଶ ଇଜ ଜନସନ। ପିଲାମାନେ ଆମେ ପ୍ରଥମେ ଅପସନ ନମ୍ବର ଏ କୁ ନବା। ଏ ଦେଖିବା ଠିକ ଅଛି ନା ନାଇଁ। ଆମେ ଯଦି ଲେଖିବା ପିଲାମାନେ ୟୋର ନେମ୍ ଇଜ ଜନ୍, ୟୋର ନେମ୍ ଇଜ ଜନ୍ ଆଣ୍ଡ ମାଇ ସରନେମ୍ ଇଜ ଜନସନ। ପିଲାମାନେ ଆମେ କେବେ ବି କହିପାରିବା ଯେ ମୋ ନାଁ ତୁମ ନାଁ ଜନ୍ ଏବଂ ମୋ ସରନେମ୍ ଜନସନ, ଏମିତି ପିଲାମାନେ କହିବା ଶୁଣିବାକୁ ଠିକ ଲାଗୁନି, କାହିଁକି ଆମେ ଯେତେବେଳେ ଡେସ୍କ୍ରାଇବ କରୁଛେ ଦିଟା ସେଣ୍ଟେନ୍ସ ଜଣକ ବିଷୟରେ ହିଁ ଆଲୋଚନା ଚାଲିଛି। ଓକେ, ତେଣୁକରି ଏଇଟା ଆମର ଏଟା କେବେ ବି ଠିକ ଲାଗିବ ନାହିଁ। ତାପରେ ଦେଖିବା ପିଲାମାନେ ବିଟା ୟୁଜ କରିବା। ଦେଖ ବି ପିଲାମାନେ ଲେଖା ଅଛି କଣ ନା ମାଇ ନେମ୍, ମାଇ ଆଉ ସରନେମ୍। ପିଲାମାନେ ଆମେ ଅପସନ ଏ ରଖିବା ମାଇ ନେମ୍ ଇଜ ଜନ୍ ଆଣ୍ଡ ମାଇ ସରନେମ୍ ଇଜ, ପିଲାମାନେ ଆନ୍ସର ଠିକ ଲାଗୁଛି ହେଇପାରେ। ଆମେ କହିପାରିବା ନା ମାଇ ନେମ୍ ଇଜ ଜନ୍, ମୋ ନାଁ ହେଉଛି ଜନ୍ ଆଣ୍ଡ ମାଇ ସରନେମ୍ ଇଜ ଜନସନ। ଭାବିନିଅନ୍ତୁ ପିଲାମାନେ ମୋ ନାଁ ହେଉଛି ରମାକାନ୍ତ, ମୁଁ କହିଲି ନା, ମୁଁ କଣ କହିଲି ପିଲାମାନେ ମୋ ନାଁ ଲେଖିଲି ମୁଁ ରମା, ପିଲାମାନେ ମୁଁ କହିଲି ମାଇ ନେମ୍ ଇଜ ରମାକାନ୍ତ ଆଣ୍ଡ ମାଇ ସରନେମ୍ ଇଜ ଓଝା। ଠିକ ଲାଗିଲା ପିଲାମାନେ, ମୁଁ କହିଲି ନା ମୋ ନାଁ ରମାକାନ୍ତ, ମୋ ସରନେମ୍ ହେଉଛି ଓଝା, ଠିକ ଲାଗିଲା। ଆନ୍ସର ହେଉଛି ପିଲାମାନେ ବି ରାଇଟ୍ ଆନ୍ସର। ଦେଖିବା କ୍ୱେଶ୍ଚିନ୍ ନମ୍ବର 3 ଦେଖ ଟପିକ କୁ ଥର କର, ଯାହାବି ଗୋଟି ଗୋଟି ବୁଝା ଯାଉଛି ସେଟାକୁ ତମେ ମାନେ ପୁରା ଧ୍ୟାନ ପୂର୍ବକ ଶୁଣ, ବୁଝ କଣ ସେ ଟପିକ ର ମାନେ ଥିଓରି ପଏଣ୍ଟ ରହୁଛି, କଣ ସେ ଟପିକ ର ମାନେ କି ପଏଣ୍ଟ ରହୁଛି, ତାହେଲେ ତମେ ଗ୍ରାମାର ସେକ୍ସନ କୁ ବହୁତ ଶୀଘ୍ର ବା ଇଜିଲି ଟ୍ୟାକଲ କରିପାରିବ। क्वेश्चन नंबर 3 ପିଲାମାନେ ପଚାରୁଛି ମାଇ ନେମ୍ ଇଜ ଲିସା, ଏଠି କୁହାଗଲା ଯେ ମୋ ନାଁ ହଉଛି ରମାକାନ୍ତ ଡ୍ୟାଶ ଲିସା ପିଟରସନ। ମୁଁ କହେ ନା ବେଳେ ବେଳେ ଯେ ମାଇ ନେମ୍ ଇଜ ଲିସା, ମୁଁ କହେ ରମାକାନ୍ତ ଓଝା, ଏମିତି ସେନ୍ସ ପିଲାମାନେ କୁହାଯାଏ। ଆମେ କହିପାରିବା କି ମାଇ ନେମ୍ ଇଜ ଲିସା ମାଇ ଆମ୍ ଲିସା ପ୍ୟାଟରସନ। ପିଲାମାନେ ଏଇଟା ତ ଆମ୍ ଲାଗିପାରିବନି, କେବଳ ଓନ୍ଲି ଆଇ ପାଖରେ ଆମେ ଆମ୍ ବ୍ୟବହାର କରିବା, ହେଇପାରେ ପିଲାମାନେ ଇଜର ବ୍ୟବହାର ହୁଏନି। ତ ଆମେ କହିପାରିବା ମାଇ ନେମ୍ ଇଜ ଲିସା ଆଇ ଆମ୍ ଲିସା ପିଟରସନ। ଏଟା ହେଲା ଆନ୍ସର ଠିକ ହେଲା, ଆଇ ଆମ୍ ଲିସା ପିଟରସନ। ଆନ୍ସର ସି ହେଉଛି ପିଲାମାନେ ରାଇଟ, ଅପସନ ନମ୍ବର ସି। क्वेश्चन नंबर 4 देखिए पिलाମାନେ, ପିଲାମାନେ ବୁଝେଇଲା ମାନେ ତ ଯାହା ବଲେ ଆଳିଆ ଭଳିଆ ହବ ହିଁ ହବ, ତଥାପି ଟ୍ରାଏ କରିବେ କ୍ଲିନ୍ କରିକି। ନେକ୍ସଟ क्वेश्चन, क्वेश्चन नंबर 4 ଡ୍ୟାଶ ନେମ୍ ଇଜ ଆପେଲ। ପିଲାମାନେ ଏଟା ସେଉ ଭାବନି, ଏ ଜଣକ ନାଁ କୁହାହଉଛି, ଯେ ତା ନାଁ, ତାଙ୍କ ନାଁ, ତୁମ ନାଁ, ମୋ ନାଁ। ଡ୍ୟାଶ ଆନ୍ ଆପେଲ, ପିଲାମାନେ ଆନ୍ ଆପେଲ ମାନେ ଏଟା ଜଣକ ନାଁ ଲେଖା ହେଇଛି ଏ ଏନ୍ ଏନ୍ ଏ ପି ପି ଏଲ୍, ମାନେ ଜଣ ପିଲାମାନେ ଭାବିନିଅ ଇଏ ହଉଛି ଗୋଟେ ବ୍ୟକ୍ତି ବିଶେଷ ନାଁ, ଯେମିତି ଆର୍ କେ ଓଝା, ତମ ନାଁ ପିଣ୍ଟୁ ଲେଙ୍କା କି ହରି ସ୍ୱାଇଁ, ଯେତେ ପିଲାମାନେ ସେଇ ଟାଇପର ନାଁ ଲେଖାଯାଇଛି। ତମେ ଗୋଟେ ଆପେଲ ଭାବନି, ଏଠି ଆନ୍ ହିଁ ପଢିଲେ ତମେ ଓଲଟା ବୁଝିନବ। ତ क्वेश्चन नंबर 4 ପଚାରୁଛି, ଆମେ କହିବୁ ପିଲାମାନେ ହିଜ ନେମ୍ ଇଜ ଆପେଲ ସି ଆନ୍ ଆପେଲ। ପିଲାମାନେ ଏଟା ସମ୍ପୂର୍ଣ୍ଣ ଭୁଲ ହଉଛି ଆମ ଶୁଣିବା ପାଇଁ, ଗ୍ରାମାଟିକାଲି ମଧ୍ୟ ରଙ୍ଗ ଲାଗୁଛି। ଆମେ କହିବା ହିଜ ନେମ୍ ଇଜ ଆପେଲ ହି ଇଜ, ପିଲାମାନେ ତ ଏକା ଭଳିଆ କଥା ହେଲା। ଏଟା ଇଏ ଇଜ ର ଅର୍ଥ କଣ, ସେ ଅଟେ, ହି ଇଜ। ଆମେ ତ ସର୍ଟ ଫର୍ମ ଲେଖିଥାଉ ହି ଇଜ। ଓକେ, ତାପରେ ଯଦି ପିଲାମାନେ ଦେଖିବା 4 ନମ୍ବର ଅପସନ ସି ଦେଖିବା, ହର ନେମ୍ ଇଜ ଆପେଲ। ହେଇପାରେ ପିଲାମାନେ, ତମେ ଏଟା ଠିକ ଲାଗୁଛି, ହର ନେମ୍ ଇଜ ଆପେଲ ସି ଇଜ, ପିଲାମାନେ ସେ ଆନ୍ ଆପେଲ ଅଟେ। ଏଠି ସି ଇଜ ମାନେ ସି ଇଜ, ଆମେ ତ ସର୍ଟ ଲେଖିଛେ ସି ଇଜ। ଆନ୍ସର ପିଲାମାନେ ଯଦି କହିବା, ଏଠି ଆମେ ବସେଇବା, କଣ ବସେଇବା, ଏଠି କଣ ଲେଖିବା, ଲେଖିବା ହର ନେମ୍ ଇଜ ଆପେଲ, ଆନ୍ସର ସି, ତେଣୁ ସି ଇଜ ବା ଆମେ ଲେଖିପାରିବା ସି ଇଜ ଆନ୍ ଆପେଲ। ଯଦି ସି ଇଜ ଆନ୍ ଆପେଲ ମାନେ ପିଲାମାନେ ଏଟା ହଉଛି ତା ନାଁ, ବୁଝିପାରିଲେ କି। क्वेश्चन नंबर 5 देखिए, where dash John from, dash from the US। ପିଲାମାନେ ଦିଟା ସେଣ୍ଟେନ୍ସ କେଉଁ ଉପର ଜନ୍ ଆସିଛି, ଏଟା ହଉଛି ପ୍ରଶ୍ନବାଚକ ଚିହ୍ନ। ପ୍ରଥମେ ପିଲାମାନେ ଆମେ ଯଦି କହିବା where is John from, he is from the US, ପିଲାମାନେ ଆନ୍ସର ଠିକ ହେଇପାରେ। ଆମେ କହିବା where is John from, he is from the US, ପିଲାମାନେ ହିଜ ଆମେ ଲଗେଇ ପାରିବାନି, ଜଣେ କୌଣସି ଜାଗାରେ ଯେତେବେଳେ ବିଲଙ୍ଗସ୍ କରୁଛି ଆମେ ସେଠି କେବେ ବି ହିଜ ଲଗେଇ ପାରିବା ନାହିଁ। ଆମେ କହିବା where am ପିଲାମାନେ ଓନ୍ଲି ଆଇ ପାଖରେ ଲଗେଇ ପାରିବାନି। ଇଜ ପିଲାମାନେ ଆମେ କେବଳ ହି ସି ଇଟ୍ ପାଖରେ ଲଗେଇ ପାରିବା, ଆଗକୁ ଲଗେଇ ପାରିବାନି। ପିଲାମାନେ ଆନ୍ସର ହଉଛି ଏ ରାଇଟ୍ ଆନ୍ସର। ଆମକୁ ହ୍ୱେୟାର ଇଜ ଜନ୍ ଫ୍ରମ୍, ଜନ୍ କେଉଁଠୁ ଆସିଅଛି, ଜଣେ ଆନ୍ସର ଯଦି କହିବ ହି ଇଜ ଫ୍ରମ୍ ୟୁଏସ୍, ପିଲାମାନେ ଆନ୍ସର ରାଇଟ୍ ଲାଗିଲା ଆମକୁ।
ओके थियोरी बेस पिला क्वेश्चन सब प्रैक्टिस करो गोटे कहि परिबा ए प्रैक्टिस तुम मानक सेति क्लियर हो जिवो जे तुम माने इंग्लिश ग्रामर सेक्शन को डरिवार नाही ओके क्वेश्चन नंबर 6 देखिबा कोन पता पिला माने क्वेश्चन नंबर 6 हमको डैश आर यू फ्रॉम जापान माने टी पचार वेयर आर यू फ्रॉम इंडिया वेयर आर यू फ्रॉम अमेरिका ए सेंस बोले परिबो व्हाट आर यू फ्रॉम पिला माने एटा सुना ठीक लागुनी हमें कोनोसी जागा पाखरे जापान डब्ल्यूएस फैमिली वर्ड कोन आर गोटे सेपरेट लेक्चर तुम मानो दिया जिवो वेट कर पिला माने क्वेश्चन नंबर 6 कोन पचारुछि पचारुछि तब कोन स्थान राष्ट्र पिला माने स्थान कोन सेंस हम व्हाट हबो ना हु हबो ना वेयर when ପିଲାମାନେ କହିଲେ ଆମକୁ ସମୟ ଦର୍ଶେଇବ when ଆମକୁ ସମୟ ଦର୍ଶେଇବ what ଆମକୁ କଣ who ଆମକୁ କିଏ where କହିଲେ କେଉଁଠାରେ କୌଣସି ସ୍ଥାନକୁ ଦର୍ଶେଇବ ପ୍ଲେସ୍ ଅଫ ନାଉନ୍ ତ ପିଲାମାନେ ଆମେ କହିପାରିବା where are you from ଜାପାନ ଆମେ ଏମିତି ପ୍ରଶ୍ନ କରିପାରିବା ସେଟା yes କରିବା ତ ଭଲ କଥା ନାହିଁ ଯଦି କହିବ ନା I am from କଣ କହିବ ମୋର କହିବ I am from India এটা କହିପାରିବ ସେ ଯିବା ପିଲାମାନେ ନେକ୍ସଟ କ୍ୱେଶ୍ଚନ ଦେଖିବା କ୍ୱେଶ୍ଚନ ନମ୍ବର ବହୁତ ଗାରାଗାରି क्वेश्चन नंबर पिलाମାନେ ଆମର ହଉଛି 7 ଦେଖିବା where dash you dash where is you from ପିଲାମାନେ ଠିକ ଲାଗୁଛି କି ତମକୁ ଠିକ ଲାଗୁଛି ଯଦି ମତେ କହିବ ଠିକ ଅଛି କାରଣ ୟୁ ପାଖରେ ପିଲାମାନେ ବ୍ୟବହାର ଆମର କଣ କରାଯିବ ମତେ କୁହ ୟୁ ପାଖରେ ଆମେ କଣ ବ୍ୟବହାର କରିବା ଆର୍ ତ ଇଜ ତ ବ୍ୟବହାର ହବନି ଯଦି where are you in ପିଲାମାନେ in ତ ବ୍ୟବହାର ହବନି କାରଣ କୌଣସି ପିଲାମାନେ କୌଣସି ପ୍ଲେସ୍ ଅଫ ନାଉନ୍ ପାଖରେ ଆମେ ବ୍ୟବହାର କରିବା where are you ଠାରୁ ଆମେ ବ୍ୟବହାର କରିବା ତ ସେନ୍ସ ହଉଛି ଆମେ ଠାରୁ ଏ ସେନ୍ସ ଆମେ କଣ କହିପାରିବା where is you from ପିଲାମାନେ where is you from ଏଟା is ଲାଗିଲାନି ତ ତେଣୁକରି ଏଟା ଅଲରେଡି ଆମର ଏଲିମିନେଟ ହେଇଗଲା where are you from କିନ୍ତୁ ପିଲାମାନେ in ବ୍ୟବହାର ହୁଏନି କୌଣସି ବି ପ୍ଲେସ୍ ସେନ୍ସ ରେ ପିଲାମାନେ ଆମେ କେବେ ବି in ର ବ୍ୟବହାର କରିବା ନାହିଁ ହଁ ପ୍ଲେସ୍ ଯଦି ହେଇଥିବ ଯୋଉଠି ଆଜ ଆମେ ପ୍ରିପୋଜିସନ ବ୍ୟବହାର କରିବା ଆଜ ଯଦି ଆମେ ପ୍ରିପୋଜିସନ ବ୍ୟବହାର କରିବା ଆମେ ସେଠି ବ୍ୟବହାର କରିପାରିବା in ତ ଏଠି ଆମେ ପଚାରୁଛେ where ତାପରେ ଆମେ କହିପାରିବା ଏଠି ପିଲାମାନେ ଅପସନ ନମ୍ବର ସି ଦେଖ where dash you dash where are you is ପିଲାମାନେ ଏଠି ୟୁ ପାଖରେ ଶୁଣିବାକୁ ଠିକ ଲାଗୁଛି କି ନା is only he she it ପାଖରେ ତା ବି କୌଣସି ସେନ୍ସେବଲ ହଉଥିବ କୌଣସି ପିଲାମାନେ ସେନ୍ସ ଦର୍ଶଉଥିବ ଏଠି ସେନ୍ସ କିଛି ନାହିଁ ଆମେ ଦେଖିବା ପିଲାମାନେ ଅପସନ ନମ୍ବର ଡି ଟ୍ରାଏ କରିବା ମତେ ଲାଗୁଛି ଠିକ ହେଇଯିବ where are you ଆନ୍ସର ପିଲାମାନେ ବଢିଆ from ଟିକେ ତ ତମମାନେ କହିଥିଲି ଏ ଫର୍ମ ସେନ୍ସ ହଉଛି ପିଲାମାନେ କଣ କୌଣସି ସ୍ଥାନକୁ ଦର୍ଶେଇବ where are you from ତୁମେ କେଉଁଠୁ ଆସିଛ ତୁମ ଘର କେଉଁଠି ଆମେ ଏ ସେନ୍ସ ଗୋଟେ ପଚାରି ପାରିବା ଓକେ ନା ତ ତୁମେ ଟୋଟାଲ ଫୁଲ କ୍ଲିୟର କରିଦଉଛି क्वेश्चन नंबर 8 डिस्कशन हम करिबा ओके क्वेश्चन नंबर 8 देखो डैश फ्रॉम स्पेन आई एम रोडिग्यूस पिला माने ये जो टोटे नाम है रोडिग्यूस जगह रे पिला माने हम लिखि दबा आई एम राकेश आई एम राकेश डैश फ्रॉम स्पेन आई एम राकेश नहीं एटा आई एम पिला माने सॉरी राकेश गोटे ना रोडिग्यूस पिला माने गोटे प्लेस ऑफ नाम नहीं परिबा हम कहि पर गोटे जगार नाम नहीं परिबा जेमिति कि भाबी नियो हम कहि पर फ्रेंड्स तापरे एटा ना रहिबनी ओके हम एठी कोनसी स्थान ना लिखे हम रोडिग्यूस ना भाबी देली पिला माने हम कहि परिबा नले तू जर्मन लिखि दबा ग्रीस लिखि दबा ओके नले हमें पाकिस्तानी लिखि दबा चलियो भल लागि सुनिया ओके पाकिस्तान तो डैश फ्रॉम स्पेन आई एम रोडिग्यूस पिला माने एठी सेंस कोन होची रोडिग्यूस पिला माने कोनसी प्लेस ऑफ नाउन को दर्शाइबा किबा कोनसी हमरो नाउन को दर्शाइ जोटा कि हमर कहि परबा प्रोनाउन सेंस बदे हे परिबो कोनसी ना हे परिबो कोनसी नेम हे परिबो ओके 8 नंबर पिला माने ए कोन कहूछ हम देखिबा ऑप्शन नंबर आई एम फ्रॉम स्पेन आई एम रोडिग्यूस पिला माने ना भी हे परिबो ओके केस हे परिबो किछ असुविधा नै केना मु एटा रोडिग्यूस तो माने कंफ्यूज करिया चाहूनी एटा रोडिग्यूस ता कोन तो माने क्वेश्चन पढ़ी कि जानो ये कौन सी नाम हो पार कौन से माने प्लेस ऑफ नाउन हो पार प्लेस ऑफ नाउन हो पार अदरवाइज कौन सी नेम हो पार डायरेक्ट नाउन हो पार एटी तमर कोन एटी आई एम लागिछ माने आई एम रोडिग्यूस मु होची गोटे नाम बा मु गोटे ए होची नेम तो मु कोन आई एम फ्रॉम स्पेन एटा आंसर ऑप्शन ए ही पढ़ले ठीक लागुची हम पढ़िया दरकार नै कना ही इज केबे भी ही इज फ्रॉम स्पेन एटा ही पारे आई एम रोडिग्यूस होबनी जदि अब ही इज फ्रॉम स्पेन तो एटी कोन
ହିଜ୍ ପ୍ରତି ଯଦି ଆଇ ଆମ୍ କାହିଁ ଲାଗିଛି, ଯଦି ଆଇ ଆମ୍ ଲାଗିଛି ମାନେ ଏଠି ଆମେ ଆଇ ଆମ୍ ଲଗେଇବାକୁ ବା ଏଇଟା ମାଣ୍ଡାଟୋରି ଆମର ଅଛି। ଓକେ, ଦେଖିବା ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 9। ଦେଖ, ପିରେ ଇଜ୍ ଏ ଫ୍ରେଞ୍ଚ ବୟ ଡ୍ୟାସ୍ ଫ୍ରମ୍ ଡ୍ୟାସ୍। ପିଲାମାନେ ଏଠି ପିରେ ଯୋଉ ଲେଖା ଯାଇଛି ଏଇଟା ନେମ୍ ନା ନାଇଁ ଟିକେ ଧ୍ୟାନ ପୂର୍ବକ ଦେଖ, କାହିଁକି ନା କିଛି ପିରେ ଇଜ୍ ଏ ଫ୍ରେଞ୍ଚ ବୟ କହିଲେ ପିଲାମାନେ ଗୋଟେ ଲୋକକୁ ଦର୍ଶଉଛି, ଗୋଟେ ନେମ୍ କୁ ଦର୍ଶଉଛି, ଗୋଟେ ହ୍ୟୁମାନ ନେମ୍ କୁ ଦର୍ଶଉଛି, ଗୋଟେ ହ୍ୟୁମାନ ନେମ୍ କୁ ଦର୍ଶଉଛି। ବଟ୍ ସେନ୍ସ କଣ? ପିରେ ଇଜ୍ ଏ ଫ୍ରେଞ୍ଚ ବୟ ଡ୍ୟାସ୍ ଫ୍ରମ୍ ଡ୍ୟାସ୍। ଯଦି ଗୋଟେ ନାଁକୁ ଦର୍ଶଉଛି ସେଠି ଆମେ କଣ କରିବା? ଆମେ ତାକୁ ନାଁ ସହିତ ସମ୍ବୋଧନ କରିବା। ଗୋଟେ କୌଣସି ନାଁକୁ ଦର୍ଶାଇଲା ଭଳି ଆମେ ପ୍ରୋନାଉନ କିମ୍ବା ପର୍ସନାଲ ପ୍ରୋନାଉନ କିମ୍ବା ଆମେ କୌଣସି ଭର୍ବର ବ୍ୟବହାର କରିବା, କହିପାରିବା, ଅକ୍ସିଲାରୀ ୟୁଜ କରିପାରିବା। କିନ୍ତୁ ଆମକୁ ସେ ନାଁ ସହିତ ମ୍ୟାଚ୍ ହଉଥିବା ଦରକାର ବା ନାଁକୁ ସେ ମାନେ ରେଫର କରୁଥିବା ଦରକାର। ଆମେ ସେ ପିଲାଙ୍କୁ ଯଦି ପଢିବା, ହି ଇଜ ଏ ଫ୍ରେଞ୍ଚ ବୟ, ହି ଇଜ ଏ ଫ୍ରେଞ୍ଚ ବୟ, ପିରେ ଇଜ ଏ ଫ୍ରେଞ୍ଚ ବୟ, ହି ଇଜ ଫ୍ରମ ଫ୍ରାନ୍ସ। ପିଲାମାନେ ଆନ୍ସର ହେଇ ବି ପାରିବ, କିନ୍ତୁ ହି ଇଜ ସେଇଟା ହବନି ପିଲାମାନେ ବି ଆନ୍ସର, କାରଣ ଏଟା ଲାଗିପାରିବନି। ହିଜ ହିଜ ଏଟା ପିଲାମାନେ ଯୋଉଟା ସେଣ୍ଟେନ୍ସ ହିଁ ନାହିଁ, ଏ କୌଣସି ଷ୍ଟ୍ରକ୍ଚରଟା ଆମର ସେନ୍ସିବଲ ହଉନି। ତାପରେ ପିରେ ଇଜ ଏ ଫ୍ରେଞ୍ଚ ବୟ, ହିଜ ଫ୍ରମ ଫ୍ରାନ୍ସ। ପିଲାମାନେ ହିଜ ଫ୍ରମ ହয়ନି, ହିଜ କହିଲେ ତାଙ୍କର ହେଇଯାଉଛି। ସେ ଏଠାରୁ ଆସିଛି କହିଲେ ଆମକୁ ପିଲାମାନେ ହି ଇଜ ର ବ୍ୟବହାର କରିବ, ମତେ ଲାଗୁଛି ଆନ୍ସର ଅପସନ ଏ ହିଁ ଠିକ ଅଛି। ପ୍ରଥମେ ଯଦି ପିଲାମାନେ ପଢିବା ଆମେ ଆନ୍ସର ସିଧା ଲେଖିପାରିବା କଣ, ଯେ ପିରେ ଇଜ ଏ ଫ୍ରେଞ୍ଚ ବୟ, ହି ଇଜ ଫ୍ରମ, ସରି ଏଠି ପିଲାମାନେ ହି ଅଛି, ହି ଇଜ ଫ୍ରମ ଫ୍ରାନ୍ସ। ପିଲାମାନେ ହି ଇଜ ଆମର କେବଳ ଏଇ ସେନ୍ସ ଅଛି, ଏ ହି ଇଜ ଅଲଗା, ଏ ହିଜ ହବନି, ଖାଲି ହି ହବନି କିମ୍ବା ହି ସିସ୍ ହବନି। ବୁଝିପାରିଲ ଷ୍ଟ୍ରକ୍ଚର? ପିଲାମାନେ ଆନ୍ସର ଅପସନ ନମ୍ବର ଏ ହଉଛି ରାଇଟ୍। ତମକୁ ବୁଝେଇବା ପିଲାମାନେ ଟାଇମ ଲାଗୁଛି, ପ୍ରଥମ ପ୍ରଥମ ଟିକେ ତମ ଷ୍ଟ୍ରକ୍ଚର କମ୍ପ୍ଲିଟ ହେଲା ପରେ ମୁଁ ତମକୁ କେବଳ କି ପଏଣ୍ଟ କହିକି ଆଗକୁ ବଢିଯିବି। Question number 10. Lisa and Max are Americans. Lisa and Max are Americans. That's from USA. ପିଲାମାନେ ଯଦି ଏଠି କୁହାଯାଉଛି ଲିସା ଆଉ ମ୍ୟାକ୍ସ ଦି ଜଣ ଯାକ ଆମେରିକାନ, ତ ସେ ଉଭୟ ବୋଥ ବୋଥ କହିଲେ ପିଲାମାନେ ଆମେ କହିପାରିବା, ଜଣେ ଯଦି ଥାନ୍ତା ଆମେ ହି କହିଥାନ୍ତେ, ଯଦି ହି କହିଲେ ପିଲାମାନେ ସେ, ଯେତେବେଳେ ଦି ଜଣ ସେମାନେ ଆମେ କହିପାରିବା ଦେ କୋଉଠି ୟୁଜ ହେଇଛି କି, ଦେ ଅଛି। ଯେହେତୁ ପିଲାମାନେ ଏକ ରୁ ବହୁବଚନ ଅଧିକ ଅଛି, ଆମେ ଦେ ପାଇଁ ଆର ମଧ୍ୟ ବ୍ୟବହାର କରିପାରିବା। ଆନ୍ସର ପିଲାମାନେ ଦେଖିଲେ ଦେୟାର କୋଉଠି ଅଛି, ଏ ଦେୟାର ତ ପିଲାମାନେ ସେଟାରେ, ଏ ଦେୟାର ଅର୍ଥ ସେଠାରେ, ଏ ଦେୟାର ଅର୍ଥ ସେମାନଙ୍କର, ଏ ଦେୟାର ଅର୍ଥ ପିଲାମାନେ ସେମାନେ। କେମିତି? ମନେକ ଇଏ ହଉଛି ଟି ଏଚ ଇ ୱାଇ, ଦେ ଆଉ ଆର କୁ ଆମେ ଏକାଠି କରି ଲିଖିଛେ ଟି ଏଚ ଇ ୱାଇ ଆର ଇ। ଏ ଦେୟାର ଆର କଣ ପିଲାମାନେ, ଏଟା ଗୋଟେ ସେନ୍ସ ହିଁ ହଉନି, ଦେୟାର ଆର ସେମାନଙ୍କର କର। ଓକେ, ତ ସେନ୍ସ ତ ଆମର ଏଠି କିଛି ମ୍ୟାଚ୍ କରୁନି। ଆମେ ଆନ୍ସର ପିଲାମାନେ ଲେଖିପାରିବା ଏଠି କଣ, ଲିସା ଆଣ୍ଡ ମ୍ୟାକ୍ସ ଆର୍ ଆମେରିକାନ୍ସ, ଦେ ଆର୍ ଫ୍ରମ୍ ୟୁଏସଏ। ଆନ୍ସର ଲେଖିବା କଣ ପିଲାମାନେ, ଟି ଏଚ ଇ ୱାଇ, ଦେ ଆର୍ ଫ୍ରମ୍ ୟୁଏସଏ। ତ ପିଲାମାନେ 10ଟି କ୍ୱେଶ୍ଚିନ୍ ଆମେ ଡିସ୍କସନ କଲେ, ଆମେ ନେକ୍ସଟ କ୍ଲାସକୁ ଅପେକ୍ଷା କରିବା, କାହିଁକି ନା ଯଦି ଟିକେ ବେସିକ ଷ୍ଟ୍ରକ୍ଚର ବେଳେ ଆଲୋଚନା କରିବାକୁ ପଡୁଛି, ଅତି କମ ପିଲାମାନେ ଭିଡିଓ ବହୁତ ଲଙ୍ଗ ହେଇଯାଉଛି, ତେଣୁକରି ମୁଁ ଚାହିଁବି ନେକ୍ସଟ ଟାଇମ ତମମାନଙ୍କୁ ଓନ୍ଲି କି ପଏଣ୍ଟସ କହି ଆଗକୁ ଯିବା ପାଇଁ। ଯଦି ତମମାନଙ୍କର କମେଣ୍ଟ ସେକ୍ସନ ଆସିଲା କି ନାଇଁ ସାର୍ ଆପଣ ଏମିତି ଡିଟେଲ୍ସ ବୁଝାନ୍ତୁ, ତାହେଲେ ମୁଁ ତମ ଡିଟେଲ ବୁଝେଇଦେବି। ଓକେ, ଆଜି ପାଇଁ ପିଲାମାନେ କ୍ଲାସ ଏଥିରେ ଏଣ୍ଡ କରିବା। ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।